ଚେନ୍ନାଇରୁ ଆସୁଥିବା ଗୋଟେ ଟ୍ରେନ୍, ଯାହାକି ଚେନ୍ନାଇରୁ ଆସୁଥିଲା, ଖଡ଼ଗପୁର ଯିବା ବାଟରେ ଓଡ଼ିଶା ନିକଟରେ ଆକ୍ସିଡେଣ୍ଟ ହେଇଛି ଟ୍ରେନ୍ ଗୋଟେ। ବହୁତ ମାତ୍ରାରେ ଲୋକ ଏକଜୁଟ ହେଇଛନ୍ତି। ବଗି ପୁରା ଛିନଛତର ହେଇଯାଇଛି। ଦେଖନ୍ତୁ, ଆପଣମାନେ ଦେଖିପାରୁଥିବେ, ଆଗ ଇଞ୍ଜିନ୍ର ଡବା ଯେଉଁ ଥିଲା 4ଟା 5ଟା ଉଲ୍ଟି ଯାଇଛି ଏବଂ ଲାଇନ୍ ଚ୍ୟୁତ ହୋଇଯାଇଛି, ଯାହାଫଳରେ ଲୋକମାନେ କିଛି ଆଘାତପ୍ରାପ୍ତ ହେଇଛନ୍ତି ଏବଂ ବହୁତ ସଂଖ୍ୟକ ଲୋକମାନେ ଏକଜୁଟ ହେଇଛନ୍ତି। ଦେଖିପାରୁଥିବେ କେତେ ଲୋକମାନେ ଓହ୍ଲେଇଛନ୍ତି ଏବଂ 4ଟା ଡବା ଟିକେ ଉଲ୍ଟି ଯାଇଛି ଏବଂ ଏହି କାରଣରୁ ଲୋକମାନେ ତଳକୁ ଓହ୍ଲେଇ ଆସିଛନ୍ତି। ବହୁତ ମାତ୍ରାରେ କ୍ଷତି ହେଇଯାଇଛି ଏବଂ ଲୋକମାନେ କିଛି ଆଘାତ ହେଇଛନ୍ତି, ଯାହାଫଳରେ ଟ୍ରେନ୍ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଯାଇଛି। ଦେଖୁଥିବେ କ'ଣ ହେଇଯାଇଛି ପୁରା ଟ୍ରେନ୍। ଦେଖିପାରୁଥିବେ ଆପଣମାନେ, ସମସ୍ତେ ଓହ୍ଲେଇଛନ୍ତି ଲୋକମାନେ। ଟ୍ରେନ୍